অভয়বাণী অভয়বাণী অভয়বাণী। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟପାଦ ପଦ୍ମରେ ଭକ୍ତିଭୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମା ଓ ଦର୍ଶକ ବୃନ୍ଦଙ୍କୁ ମୋର ଜୟ ଗୁରୁ ପ୍ରଣାମ ଓ ଭକ୍ତିଭୂତ ପ୍ରଣତି। ଆଜି ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଶ୍ରୀହସ୍ତ ଲିଖିତ ଅଭୟବାଣୀ ପ୍ରଥମ ଖଣ୍ଡର 19 ନମ୍ବର ବାଣୀ ପାଠ କରିବାକୁ ଯାଉଛେ। ପ୍ରକୃତ ଦକ୍ଷିଣା ଶିଷ୍ୟର ଦେହ ମନ ପ୍ରାଣ। ଗୁରୁଚରଣରେ ନିଜର ଦେହ ମନ ପ୍ରାଣ ଉତ୍ସର୍ଗ କଲେ ହିଁ ପ୍ରକୃତ ଦକ୍ଷିଣା ଦିଆହେଲା। ଗୁରୁ ମଧ୍ୟ ଶିଷ୍ୟର ମନ ପ୍ରାଣ ପ୍ରାର୍ଥନା କରିଥାନ୍ତି। ଅତଏବ ଅବଶ୍ୟ ଅକପଟରେ ସରଳ ଭାବରେ ଦେହ ମନ ପ୍ରାଣ ଗୁରୁଚରଣରେ ସମର୍ପି ଦିଅ, ତାହେଲେ ହିଁ ପ୍ରକୃତ ଗୁରୁ ଦକ୍ଷିଣା ଦିଆହେବ ଏବଂ ଅଚିରେ ତାର ଫଳ ମଧ୍ୟ ପ୍ରାପ୍ତ ହେବ। ଏହି ବାଣୀଟି ଶ୍ରୀ ଶ୍ରୀ ଠାକୁର ମହାରାଜ ସେତେବେଳେ ବଗୁଡ଼ାର ପ୍ରେମିକ ଭକ୍ତ ସୁରେନ୍ଦ୍ର ମୋହନ ଦାସଗୁପ୍ତଙ୍କୁ ଢାକା ଶାନ୍ତି ଆଶ୍ରମରୁ ବଙ୍ଗଳା 17/9/1318 ସାଲରେ ଖଣ୍ଡେ ଚିଠି ଲେଖିଥିଲେ। ସେଇ ଠାକୁରଙ୍କର ଚିଠି ପ୍ରଥମ ଖଣ୍ଡର 94 ନମ୍ବର ଚିଠିରୁ ଏଇଟା ସଂକଳିତ ହୋଇଛି ବାଣୀଟି। ସେତେବେଳେ ସୁରେନ୍ଦା ଅଳ୍ପ ଦିନ ହେଲା ସେ ଠାକୁରଙ୍କ ପାଖରେ ଦୀକ୍ଷା ଗ୍ରହଣ କରିଥିଲେ। ତେଣୁ ସେ ଦୀକ୍ଷା ଗ୍ରହଣ ସମୟରେ ଜଣାଯାଏ ଯେ ସେ ଠାକୁରଙ୍କୁ ଦକ୍ଷିଣା ସ୍ୱରୂପ କିଛି ଅର୍ଥ ପ୍ରଦାନ କରିବା ପାଇଁ ଚାହୁଁଥିଲେ। ଠାକୁର ସେ ଯେଉଁ ଅର୍ଥ ପ୍ରଦାନ କରିଥିଲେ ତା ଦେହରୁ ସ୍ୱଳ୍ପ ମାତ୍ର ଅର୍ଥ ଗ୍ରହଣ କରି ନେଇଥିଲେ। ଯେତେବେଳେ ସେ ଜଣେ ଅବସ୍ଥା ସମ୍ପନ୍ନ ଭକ୍ତ, ତାଙ୍କର ଆର୍ଥିକ ସଚ୍ଛଳତା ବହୁତ ଭଲ। ତେଣୁ ଯେତେବେଳେ ଘରକୁ ଗଲେ, ଘରେ ଆଲୋଚନା ହେଲା ଠାକୁରଙ୍କ ଠାରୁ ସେ ଦୀକ୍ଷା ଗ୍ରହଣ କରିକି ଆସିଛନ୍ତି। ଏମିତିକି ତାଙ୍କ ଶ୍ୱଶୁର ଶାଶୁ ମଧ୍ୟ ସମସ୍ତେ କହିଲେ ଯେ ତୁମେ ଠାକୁରଙ୍କଠୁ ଦୀକ୍ଷା ନେଇକି ଆସିଲ, ମାତ୍ର ଏତିକି ତାଙ୍କୁ ଦକ୍ଷିଣା ଦେଇକି ଆସିଲ, ଆଉ ଟିକେ ଦେଇଥିଲେ ଦକ୍ଷିଣା ଅଧିକ ଅର୍ଥ ଦେଇଥିଲେ ହେଇଥାନ୍ତା। ତେଣୁ ସିଏ କହିଲେ ଯେ ମୁଁ କ'ଣ କରିବି, ମୋଠୁ ତ ଠାକୁର ଏତିକି ଅର୍ଥ ମାତ୍ର ଅତି ସ୍ୱଳ୍ପ ଅର୍ଥ ଗ୍ରହଣ କଲେ, ତେଣୁ ମୋର ଏଥିରେ କ'ଣ ଦୋଷ ରହିଲା, ମୁଁ କ'ଣ ଅପରାଧ କଲି, ମୋର କିଛି ଦୋଷ ନାହିଁ। ତଥାପି ତାଙ୍କ ମନ ଭିତରେ ଟିକେ ଗ୍ଲାନି ରହିଲା ଯେ ସମସ୍ତେ ଯେହେତୁ କହୁଛନ୍ତି, କିଛି ବି ତାଙ୍କ ଭିତରୁ ପରିବାର ଭିତରେ କହିଲେ ଯେ ଏ ଦୀକ୍ଷା ମନ୍ତ୍ରଟା କାମ ନ ଦେଇପାରେ, କାରଣ ତୁମେ ଠିକ୍ ଭାବରେ ଦକ୍ଷିଣା ଗୁରୁ ଦକ୍ଷିଣା ଦେଇନା। ଆମର ମଧ୍ୟ ଆମେ ଜାଣିଛେ ଯେ ଆମର ଯେଉଁ ପରମ୍ପରାରେ ଗୋଟେ ମାନେ କୌଳିକ ବୃତ୍ତି ବା କୌଳିକ ଗୁରୁ ଅଛନ୍ତି, ତାଙ୍କଠୁ ଆମେ ନେଇଥାଉ କର୍ଣ୍ଣ ମନ୍ତ୍ର ନେଇଥାଉ ଓ ତାଙ୍କୁ ମଧ୍ୟ କିଛି ଦକ୍ଷିଣା ଦେଇଥାଉ। ଏ ବ୍ୟବସ୍ଥା ଆମର ପ୍ରାୟ ହିନ୍ଦୁ ଧର୍ମ ସଂସ୍କୃତିରେ ଅଛି। ତେଣୁ ସେହି ଉଦ୍ଦେଶ୍ୟରେ ସେମାନେ ଏକଥା କହିଥିଲେ। ତେଣୁ ସିଏ ଠାକୁରଙ୍କୁ ଗୋଟେ ଚିଠି ଲେଖିଥିଲେ, ଅତି ଦୁଃଖ ସହିତ ଚିଠି ଲେଖିଥିଲେ। ଠାକୁର ଏମିତି ମୋ ମନ ଭିତରେ ଏମିତି ଗ୍ଲାନି ଆସୁଛି, କ'ଣ କରିବି। ଏଇ ବାଣୀ ମାଧ୍ୟମରେ ସେ ଉତ୍ତରଟି ଠାକୁର ଦେଇଥିଲେ। ଗୁରୁ ଦକ୍ଷିଣା ଦେଇନାହ ବୋଲି ଯେଉଁମାନେ ତୁମକୁ ଅନ୍ୟାୟ ହୋଇଛି ବୋଲି କହୁଛନ୍ତି, ସେମାନେ ସାଧାରଣ ସଂସ୍କାର ଦ୍ୱାରା ପରିଚାଳିତ ହୋଇ ଏହିପରି କହୁଛନ୍ତି। ଯେଉଁ କଥା ଆମ ସମାଜରେ ଚାଲିଛି ବା ସଂସ୍କାର ଆମର ଅଛି ଯେ ଅମୁକ ଗୁରୁ ମାନେ ଯାଇଥିଲ ସେ ମନ୍ଦିରକୁ, ତୁମ ମାନେ ସାମର୍ଥ୍ୟ ଅନୁସାରେ ତୁମେ ଧର 5,000 ଟଙ୍କା ଦେଇପାରିବା କଥା, ତୁମେ ସେଠି 500 ଟଙ୍କା ଦେଇକି ଆସିଛ। ତେଣୁ ସେ କଥାଟା ପରିବାରରେ ଆଲୋଚନା ହେଇପାରିଲା, ଆମର 5,000 ଟଙ୍କା ଦେଇଦେଲେ ହେଇଥାନ୍ତା। ଏଇ ଯେଉଁ କଥାଟା ଠାକୁର ସେ କଥା କହୁଛନ୍ତି, ସେମାନେ ସାଧାରଣ ସଂସ୍କାର ସେମାନଙ୍କର, ସେମାନେ ଏତେ ଉନ୍ନତ ସଂସ୍କାର ତାଙ୍କର ନୁହେଁ। ନହେଲେ ଜଗତରେ ଏପରି କୌଣସି ବସ୍ତୁ ଅଛି ଯାହାଦ୍ୱାରା ଗୁରୁ ଦକ୍ଷିଣା ଦିଆଯାଇପାରେ? ପୃଥିବୀ ଦାନ କଲେ ମଧ୍ୟ ଗୁରୁଙ୍କର ଋଣ ପରିଶୋଧ କରିହୁଏ ନାହିଁ। ତେବେ ଗୁରୁ ସେବା ପାଇଁ ସମାଜର ଲୋକମାନେ ବାହ୍ୟ ଦକ୍ଷିଣା ଦେବାର ବିଧି ପ୍ରଚଳିତ ଅଛି। ନହେଲେ ପ୍ରକୃତ ଦକ୍ଷିଣା ଶିଷ୍ୟର ଦେହ ମନ ପ୍ରାଣ। ଗୁରୁଚରଣରେ ନିଜର ଦେହ ମନ ପ୍ରାଣ ଉତ୍ସର୍ଗ କଲେ ହିଁ ପ୍ରକୃତ ଦକ୍ଷିଣା ଦିଆହେଲା। ଗୁରୁ ମଧ୍ୟ ଶିଷ୍ୟର ମନ ପ୍ରାଣ ପ୍ରାର୍ଥନା କରିଥାନ୍ତି। ସେ କଥା ଠାକୁର କହୁଛନ୍ତି ଯେ ବାଣୀ ମାଧ୍ୟମରେ, ତୁମେ ଗୁରୁଙ୍କର ହେଲେ ତୁମର ସବୁକିଛି ଗୁରୁଙ୍କର ହେବ, ଏଇ ଭାବନାଟା ଆସିବା ଦରକାର। ସେତେବେଳେ ନିର୍ଲିପ୍ତ ଭାବରେ ଗୁରୁଙ୍କର ସେବକ ହୋଇ ତାଙ୍କର ସଂସାରର କାର୍ଯ୍ୟ ତୁମେ କରିବ, ତାହେଲେ ସଂସାରର କାର୍ଯ୍ୟକ୍ରମରେ ଫଳାଫଳ ତୁମକୁ ସ୍ପର୍ଶ କରିପାରିବ ନାହିଁ। ତେଣୁ ଯେଉଁ କଥା ଆମର କୁହାଯାଇଛି, ଆଦର୍ଶ ଗୃହସ୍ଥ ଜୀବନ ଗଠନର ପ୍ରଥମ ପାହାଚ ନିଜ ପରିବାରରେ ପ୍ରଥମେ ଠାକୁରଙ୍କ ଯେଉଁ ଆସନ ପ୍ରତିଷ୍ଠା କରି ସେ ପରିବାରର ମୁଖ୍ୟ, ଆମେ ତାଙ୍କର ସେବକ
ତାଙ୍କ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଉଛି। ଯଦି ଏଇ ଭାବନା ଯେତେବେଳେ ଆସିବ ସେତେବେଳେ ଏଇ ଯେଉଁ ଅର୍ଥ ଗୁରୁଙ୍କୁ ପ୍ରଦାନ କରିବା ଦକ୍ଷିଣା ଦେବା ସେଇଟା ନୁହଁ, ସେତେବେଳେ ଦେହ ମନ ପ୍ରାଣ ସମର୍ପଣ ହେବ। ସେଇ ଜିନିଷଟା ଯଦି ଆମେ ଠିକ୍ ଠିକ୍ ଭାବରେ କରିପାରିବା। ସେଇ କଥା କୁହାହେଉଛି ଯେ ସଦ୍ଗୁରୁ ହେଉଛନ୍ତି ମୁକ୍ତ ପୁରୁଷ, ତାଙ୍କର ନିଜର କିଛି ପ୍ରয়োଜନ ନାହିଁ। ଆମମାନଙ୍କ ପରି ବଦ୍ଧ ଜୀବମାନଙ୍କର ମୁକ୍ତିପଥ ସୁଗମ କରିବା ପାଇଁ ତାଙ୍କର ମଠ ଆଶ୍ରମ ସ୍ଥାପନ। ସୁତରାଂ ସେଗୁଡ଼ିକର ରକ୍ଷଣାବେକ୍ଷଣର ଦାୟ ଓ ତାଙ୍କର ପ୍ରାଣପ୍ରିୟ ଶିଷ୍ୟ ଭକ୍ତମାନଙ୍କର କର୍ତ୍ତବ୍ୟ ବା ଆମମାନଙ୍କର ଏଇଟା ହେଉଛି କର୍ତ୍ତବ୍ୟ। କେମିତି ମଠ ଆଶ୍ରମ ସୁରକ୍ଷା ହେବ, କେମିତି ସେଠି ସୁଷ୍ଠୁ ଭାବରେ ପରିଚାଳିତ ହେବ, ସେହିସବୁ ଜିନିଷ ଆମେ ମଧ୍ୟ ଦୈନନ୍ଦିନ ଭାବିବା, ଚିନ୍ତା କରିବା ଆଉ କିଛି ସହଯୋଗ କରିବା ମଧ୍ୟ ଆମର କର୍ତ୍ତବ୍ୟ। ଟଙ୍କା ପଇସା, ସେଥିପାଇଁ ଠାକୁର କହୁଛନ୍ତି ଟଙ୍କା ପଇସା ନୁହଁ, ପ୍ରକୃତ ଦକ୍ଷିଣା ଶିଷ୍ୟର ଦେହ ମନ ଆଉ ପ୍ରାଣ। ନିଜର ମୁହୂର୍ତ୍ତକୁ ନିଃସର୍ତ୍ତରେ ଶ୍ରୀ ଗୁରୁଚରଣର ସମର୍ପଣ କରିପାରିବା ହିଁ ଶିଷ୍ୟର ଶିଷ୍ୟତ୍ୱ ଗ୍ରହଣ କରିବାର ସାର୍ଥକତା। ଯଦି ଆମେ ଆମର ନିଜତ୍ୱ ଅହଂତ୍ୟକୁ ବିସର୍ଜନ କରି ତାଙ୍କ ଚରଣରେ ସମର୍ପଣ କରି ଆମେ କାର୍ଯ୍ୟ କରିପାରିବା, ତାହେଲେ ଆମେମାନେ ପ୍ରକୃତ ତାଙ୍କର ଶିଷ୍ୟ ହୋଇପାରିଛେ ବା ତାଙ୍କର ମନଲାଖି ହୋଇପାରିଛେ ବୋଲି ଭାବିବା। ଉଦାହରଣ ସ୍ୱରୂପ କୁହାଯାଇଛି ଯେ ରାମଦାସ ଶିବାଜୀଙ୍କ ଯେତେବେଳେ ଡାକିଲେ ତାଙ୍କୁ ରାଜ୍ୟ ଚଳାଇବା ପାଇଁ, ସେତେବେଳେ ସେ ମନା କରିଥିଲେ। କିନ୍ତୁ ଗୁରୁ ହିସାବରେ ଯେହେତୁ ସେ ଦେଉଛନ୍ତି ରାଜ୍ୟ ଚଳାଇବାକୁ, ସେ ବାଧ୍ୟ ମାନିବାକୁ କଥା। ସେଇଠି ଶିବାଜୀ କହିଥିଲେ, ଆଜ୍ଞା ମୁଁ ରାଜା ନୁହଁ, ମୁଁ ଆପଣଙ୍କର ନିର୍ଦ୍ଦେଶ ବାହକ ବା ଆଦେଶ ବାହକ। ମୁଁ ରାଜା ହିସାବରେ ଯଦି ରାଜ୍ୟ ଶାସନ ଚଳାଇବି ମୋ ଭିତରେ ଅହଂତ୍ୟ ଆସିବ, କିନ୍ତୁ ଆପଣଙ୍କର ପ୍ରତିନିଧି ହିସାବରେ ଯଦି କାର୍ଯ୍ୟ କରିବି ତାହେଲେ ମୋତେ କିଛି ଅସୁବିଧା ହେବନି। ମୁଁ ଗୁରୁଙ୍କ ଆଦେଶ ପାଳନ କରି ଜୀବନ ସାରା ଚାଲିବି। ସେଇ କଥା ମଧ୍ୟ ଆମେ ଶୁଣିଛେ କେଉଁଥିରେ, ରାମାୟଣରେ, ସେ ଉଦାହରଣ ବି ଜାଣିଛେ ସମସ୍ତେ। ତେଣୁ ଏଠି କଥା ହେଉଛି ଆମମାନେ ଶ୍ରୀ ଠାକୁର ମହାରାଜଙ୍କର ପ୍ରତିକୃତିକୁ ଠାକୁର ଘର ସିଂହାସନରେ ବସାଇ ଦୁଇବେଳା ପୂଜା ଅର୍ଚ୍ଚନା କରୁଛେ ଠିକ୍, କିନ୍ତୁ ଏଇ ସଂସାର ଯେ ତାଙ୍କର, ମୁଁ ନିମିତ୍ତ ରୂପରେ ତାଙ୍କର ସଂସାର ଦେଖାଶୁଣା କରୁଛି, ଏଇ ମନୋଭାବ ଯେପରି ଦୃଢ଼ ଭାବରେ ମନରେ ରହେ, ସେଥିପ୍ରତି ଗୁରୁଙ୍କ ପାଖରେ ପ୍ରାର୍ଥନା କରିବାକୁ ହେବ। ଏଇଟା ଯଦି ଆମେ କରିପାରିଲେ ତାହେଲେ ଆମେ ଯେ ଆମ ଘରେ ଆମେ ଠାକୁରଙ୍କୁ ପୂଜା କରୁଛେ ଠିକ୍ ଅଛି, କିନ୍ତୁ ଏଇ ଯେଉଁ ଭାବନାଟା ଆମ ଭିତରେ କେତେ ଦୂର ଆସିଲାଣି, ସମସ୍ତଙ୍କ ଭିତରେ କିଛି ନା କିଛି ଆସିଲାଣି, ଏଇଟା ସତ୍ୟ କଥା, କିନ୍ତୁ ସେଇଟା 100% ହେବା ଆବଶ୍ୟକ। ତେଣୁ ସେଇ ପଥର ଆମେ ପଥିକ। ତେଣୁ ଆମେ ଚେଷ୍ଟା କରିବା ଏଇ କଥା କରିବା ପାଇଁ ହେଲେ ଦେହ ମନ ପ୍ରାଣ କରି ସମର୍ପଣ ଅବିଚାର କରି ଆଦେଶ ପାଳନ। ଯଦି ଆମେ ଦେହ ମନ ପ୍ରାଣ ସମର୍ପଣ କରି ତାଙ୍କର ଆଦେଶକୁ ପାଳନ କରି ଚାଲିବା, ତାହେଲେ ଏହା ହିଁ ହେବ ପ୍ରକୃତ ଗୁରୁଙ୍କର ଦକ୍ଷିଣା ଆଉ ଆନ୍ତରିକ ଭାବ। ଏଇ ଭାବରେ ଆମେ ଯଦି କରି ଚାଲିବା ତାହେଲେ ଆମେ ନିଶ୍ଚୟ ଦିନେ ନା ଦିନେ ଠାକୁରଙ୍କର ଲୀଳା ସହାୟକ ହୋଇପାରିବା। ଏଇ ଯେଉଁ ଦେହ ମନ ପ୍ରାଣ এই ବିଷୟରେ ଟିକେ ଜାଣିବା। ଦେହ କହିଲେ ସମସ୍ତ କର୍ମର ଆଧାର ସେ କରେ, ସମସ୍ତ କର୍ମ ଦେହ ମାଧ୍ୟମରେ ହେଉଛି। এই ମାଧ୍ୟମରେ ଜୀବ କର୍ମ କରେ, ତେଣୁ କର୍ମ ହିଁ ତାର ଜୀବନର ଗତିପଥକୁ ନିୟନ୍ତ୍ରଣ କରିଥାଏ। ଦେହ ବିନା କିଛି କାର୍ଯ୍ୟ କରାଯାଇପାରେ ନାହିଁ। ତେଣୁ ଦେହ ମଧ୍ୟରେ ଯେତେବେଳେ ଆମେ ଆମର ସମସ୍ତ କାର୍ଯ୍ୟକୁ ବା ଆମର କାର୍ଯ୍ୟଶୈଳୀକୁ ଗୁରୁଙ୍କ ଉଦ୍ଦେଶ୍ୟରେ କରିଚାଲିବା, ସେତେବେଳେ ଆମର ଦେହ ଧନ୍ୟ ହେବ ଆଉ ଠାକୁରଙ୍କର ଚରଣରେ ଏ ଦେହ ସମର୍ପଣ ହେଲା ବୋଲି ଜାଣିବା। ଦେହ ପରେ ମନକୁ ଦକ୍ଷିଣା ସ୍ୱରୂପ କାମନା କରନ୍ତି ଠାକୁର। ଠାକୁର କହିଛନ୍ତି ଦେହ ମନ ପ୍ରାଣ। ତେଣୁ ମନଟା ଠାକୁର କ'ଣ ଆଶା କରୁଛନ୍ତି ନା, ମନ ହେଉଛି ଗୋଟାଏ ଲଗାମହୀନ ଘୋଡ଼ା, ତା ପ୍ରତି ଅଙ୍କୁଶ ନ ରହିଲେ ଏହା ଜୀବନ ସର୍ବନାଶ ଘଟାଇଥାଏ। ପଞ୍ଚ ଇନ୍ଦ୍ରିୟ 25 ପ୍ରକୃତି ମଧ୍ୟରେ ମନ ବିଚରଣ କରେ। ଏଇମାନେ ହିଁ ମନର ସଦ୍ଭାବନାକୁ କ୍ଷଣିକ କାମନା ବାସନା ଓ ଆସକ୍ତିରେ ପ୍ରଲୋଭନ ଦେଖାଇ ନଷ୍ଟ କରିଦିଅନ୍ତି। ବହୁ ଉଦାହରଣ ଏ ବିଷୟରେ ଅଛି। ସାଧୁ ସନ୍ନ୍ୟାସଠୁ ଆରମ୍ଭ କରି ଗୃହୀ ଭକ୍ତ ଠାରୁ ଆରମ୍ଭ କରି ବହୁତ ଭକ୍ତମାନଙ୍କ ଭିତରେ ମଧ୍ୟ ଏଇ ଜିନିଷଟା ହେଇଛି। ସେ କଥା ମଧ୍ୟ ବିଭିନ୍ନ ପୁସ୍ତକ ଠାକୁରଙ୍କର ପୁସ୍ତକ ମାଧ୍ୟମରେ ଆମେ ଜାଣିଛେ। ତେଣୁ ଏଥିପାଇଁ ଉପାୟ କ'ଣ ନା, ଯେତେବେଳେ ପ୍ରେମ ଭକ୍ତି ମନରେ ଉଦ୍ରେକ ହେବ, ସେତେବେଳେ ପ୍ରେମ ଗୁରୁ ମନରେ ନିତ୍ୟ ବିହାର କରିବେ। ଅର୍ଥାତ୍ ଏଇ ମନ ଗୁରୁ ଦକ୍ଷିଣାରେ ଯୋଗ୍ୟ ବିବେଚିତ ହେବ। ସେତେବେଳେ ମନଟା ଗୁରୁଙ୍କ ପାଖରେ ଦକ୍ଷିଣା ଦିଆହେଲା ବୋଲି ଆମେ ଜାଣିବା। ତାପର କଥା ହେଉଛି ଆମର ପ୍ରାଣ। ଶିଷ୍ୟର ପ୍ରାଣକୁ ଗୁରୁ ଦକ୍ଷିଣା ରୂପରେ ମାଗନ୍ତି। ଠାକୁର ତାଙ୍କର ଭକ୍ତ ଶିଷ୍ୟମାନଙ୍କୁ ଧନ୍ୟ କରିଛନ୍ତି। ପ୍ରାଣରେ ଜୀବାତ୍ମା ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ବିରାଜମାନ କରନ୍ତି। ତେଣୁ ପ୍ରାଣର
ମହନୀୟତା ଉପରେ ଜୀବାତ୍ମାର ଉର୍ଦ୍ଧ୍ୱ ଓ ଅଧୋଗତି ହେବାର ସ୍ୱଭାବ ବା ଦୁର୍ଭାଗ୍ୟ ଆସିଥାଏ। ତେଣୁ ଯେତେବେଳେ ଏଇଟା ହେଉଛି ଚରମ, ଦେହ ମନ ଏଇ ଦୁଇଟା ଯେତେବେଳେ ସ୍ଥିର ହୋଇଯିବ, ତାପରେ ପ୍ରାଣ ସ୍ଥିର ହେବା ଅବସ୍ଥା ଆସିବ। ସେତେବେଳେ ସେ କେବଳ କିଛି ତାକୁ ଆଉ ଭଲ ଲାଗିବନି, ସେ କେବଳ ଖୋଜି ଚାଲିବ ଠାକୁରଙ୍କ କଥା। କେଉଁଠି ଠାକୁରଙ୍କ କଥା ଆଲୋଚନା ହେଉଛି, କେଉଁଠି ପୂଜା ହେଉଛି, କେଉଁଠି କ'ଣ ହେଉଛି ଠାକୁର ବିଷୟରେ, ସେଇ କଥା ସେ ଭାବିବ। ତେଣୁ ସେଇ କଥା କୁହାହେଉଛି ଯେ ପ୍ରାଣ ଏପରି ଜିନିଷ, ପ୍ରକୃତ ସଂସ୍କାର ଆସିଲେ ଜୀବାତ୍ମା ଚିରଦିନ ପାଇଁ ପ୍ରାଣ ପଞ୍ଜରୀରୁ ମୁକ୍ତ ହୋଇ ବୈକୁଣ୍ଠଗାମୀ ହୋଇଥାଏ। ଏହାର ବିପରୀତ ହେଲେ ବାରମ୍ବାର ଜନ୍ମ ମରଣ ଚକ୍ରରେ ଫସି ସଂସାର ଭିତରକୁ ଆସିବାକୁ ପଡ଼ିଥାଏ। ତେଣୁ ଆମର କର୍ତ୍ତବ୍ୟ ହେଉଛି ଦେହ ଓ ମନ ଆଧ୍ୟାତ୍ମିକ ଚେତନାର ବଶବର୍ତ୍ତୀ ହେଲେ ପ୍ରାଣକୁ ଆଣିବାକୁ ଆଉ ଏତେ କଷ୍ଟ ହେବ ନାହିଁ। ତେଣୁ ଆମେ ଚେଷ୍ଟା କରିବା ସବୁବେଳେ ଦେହ ମନ ଏଇ ଦୁଇଟାଙ୍କୁ ବା ଏଇ ଦୁଇଟି କଥାକୁ ଆମେ ଯଦି ସବୁବେଳେ ଠାକୁରମୁଖୀ କରିବା, ତାହେଲେ ପ୍ରାଣ ଆମର ଆପେ ଆପେ ସେଇ ଦିଗକୁ ଯିବ, ଆଧ୍ୟାତ୍ମିକ ଦିଗକୁ ଯିବ, ଆଉ ସବୁବେଳେ ଠାକୁରଙ୍କର ଅବସ୍ଥାନ ଯୋଗ୍ୟ ହେବ। ଆଉ ଜୟଗୁରୁ ମହାମନ୍ତ୍ର ପ୍ରାଣରେ ଅନବରତ ଧ୍ୱନିତ ହେବ। ସେତେବେଳେ ଯାଇକରି ଆମେ ଏଇ ତିନିଟା କଥା ବା ଆମର ଦେହ ମନ ପ୍ରାଣ ଶ୍ରୀ ଠାକୁରଙ୍କର ଶ୍ରୀଚରଣରେ ସମର୍ପିତ ହେଲା ବୋଲି ଜାଣିବା। ଏହି ବାଣୀର ମହତ୍ଵ ଉଦ୍ଦେଶ୍ୟ ହେଉଛି ଆମେ ପ୍ରତ୍ୟେକ ନିଗମ ସନ୍ତାନ ଆମେ ସଂକଳ୍ପବଦ୍ଧ ହେବା, ଚିନ୍ତା କରିବା ଯେମିତି ଆମର ଦେହ ମନ ଓ ପ୍ରାଣକୁ ଶ୍ରୀ ଠାକୁରଙ୍କର ଶ୍ରୀଚରଣରେ ସମର୍ପଣ କରି କର୍ମ ଶେଷରେ ବା ଏ ଜୀବନର ଯବନିକା ପଡ଼ିଲେ ଯେମିତି ତାଙ୍କର ସାନ୍ନିଧ୍ୟ ଲାଭ କରିପାରିବା, ଆଉ ପୁନର୍ଜନ୍ମ ଯେମିତି ଆମର ନ ହେବ ସେହିପରି ବ୍ୟବସ୍ଥା ପାଇଁ ତାଙ୍କ ନିକଟରେ ପ୍ରାର୍ଥନା କରିବା। ତାଙ୍କ ଇଚ୍ଛାରେ ସେ ସ୍ୱର୍ଗ ବା ନିଅନ୍ତୁ, ନରକ ବା ନିଅନ୍ତୁ, ତାଙ୍କ ଇଚ୍ଛାରେ ସେ ଆମକୁ ପରିଚାଳିତ କରୁଛୁ। ସେଥିପାଇଁ ଆମେ ଶୋଚନା କରିବା ନାହିଁ। ଜୟ ଗୁରୁ, ଜୟ ଗୁରୁ।